ଅଡ଼ସା ପିଠା ବନାବାରଟା ଦେଖିଲେ ଲାଗ୍ସି ମୁଇଁ ବି ବନେଇ ପକାତି ବାକି ଆଉ ଖାଇ ପକାତି ଗରମ ଗରମ 2-4ଟା। କିନ୍ତୁ ଲାଗ୍ସି ବଦରଟା ବିଗିଡ଼ି ଗଲେ କେନ୍ତା କର୍ମି ନାଇଁ ହେଲେ କେନ୍ତା କର୍ମି। ତ ଆଜିର ଇ ରେସିପି ଦେଖିଲା ପରେ ଆପଣଙ୍କ ଡରଟା ଛାଡ଼ିଯିବା ଆଉ ଆପଣଙ୍କର ଅଡ଼ସା ପିଠା ବି ହେବା 1 ନମ୍ବର। ତ ପୁରାପୁରି ଇ ଭିଡ଼ିଓଟା ଦେଖୁନ୍ ଜାଣିପାରବେ ସବୁ। ତ ଦେଖୁନ୍ ଅଡ଼ସା ପିଠା ବନାବାକେ ହେଲେ ଆମ୍କୁ ନେବା ପଡ଼ବା ଅରୁଆ ଚାଉଳ। ତ ମୁଇଁ ନେଇଛେ ଇ ଜାଗାରେ ଅଧା କେଜି ଅରୁଆ ଚାଉଳ। ତାକେ 12 ରୁ 15 ଘଣ୍ଟା ଭଲ ଭାବେ ବତୁରେଇ ସାରିଲା ପରେ ଏନ୍ତା ଗୋଟେ ଚାଲନିରେ ତାକେ ରଖି ଦେଇଥିଲି ପାଏନ୍ଟା ନିଝରି ଯିବା ବୋଲିକିରି। ତାର୍ ପରେ ଗ୍ରାଇଣ୍ଡିଙ୍ଗ କରିକିରି ଚାଉଳ ଚୁନା ବନେଇ ନେଇଛେଁ। ଆଉ ଚାଉଳ ଚୁନା ହେଇସାରିଲା ପରେ ତାକେ ଚଲେଇ ଦେଇକରି ଚିକନ୍ ପାଉଡ଼ରକେ ରଖି ଦେଇଛେଁ ସାଇଡ଼ରେ ଢାପି କରି। ତାରପରେ ଆମେ ଇଆଡ଼େ ଗୁଡ଼ ପାକଟା କର୍ମା। ଆଉ ଗୁଡ଼ ନେମା ଆମେ 500 ଗ୍ରାମ ଚାଉଳର ଲାଗି 375 ଗ୍ରାମ, ଯେନ୍ଟାକି ପୁରାପୁରି ପରଫେକ୍ଟ ତାର ମାପ ଏ। ତାରପରେ ଟିକେ ପାଏନ୍ ଦେଇକରି ପହେଲା ଗୁଡ଼କେ ଆମେ ଫୁଟବାକେ ଛାଡ଼ିଦେମା, ଯେନ୍ଥିରେ କି ଗୁଡ଼ଟା ଭଲ ଭାବେ ବିଲିଯିବା। ତାରପରେ ଫୁଟି ଫୁଟି ଗୁଡ଼ଟା ପାକ୍ ହେବା। ତ ପାକ୍ ହେଲା ବୋଲି ଆମେ ଜାନ୍ମା କେନ୍ତା କରି, ଯେତେବେଲେ ଗୁଡ଼ଟା ଭଲ ଭାବେ ଡବ୍ ଡବ୍ ହେଇକି ଫୁଟିଯିବା, ଗୁଟେ ପାଏନ୍ ଗିନା ଟିକେ ନେଇକରି ଆମେ ଗୁଡ଼ ଏନ୍ତା ଦେଇ ସାରିଲା ପରେ ଦେଖ୍ମା ଆମର ଏ ଗୁଡ଼ଟା ଉଠି ଆସୁଛେ କାଁ ଦେଖୁନ୍ ଉଠି ଆସିକିରି ଗୋଟେ ଜେଲି ଟାଇପ୍ର ହେଇଯାଇଛେ ବେଲେ ଆମର ଗୁଡ଼ ପାକ୍ଟା ହେଇସାରିଛେ। ଏଛେଁ ଗ୍ୟାସ୍ ଫ୍ଲେମ୍କେ ଅଫ୍ କରିଦେଇକିରି ଏଛେଁ ଏଥିରେ ଆମେ ଦେମା ରାଇସ୍ ଆଉ ଇଲାଚି ପାଉଡ଼ର ଟିକେ ବାସ୍ନାର ଲାଗି ଆଉ ଗୋଟେ ଚାମଚ ଘି ଆଉ ଟିକେ ବାସ୍ନାର ଲାଗି। ତ ସବୁକେ ଭଲ ଭାବେ ମିଶେଇ ଦେମା ଆଉ ଗ୍ୟାସ୍ ଫ୍ଲେମ୍ଟା ଇ ଜାଗାରେ ସୋର୍ କରିଥିବେ ବନ୍ଦ କରିଦେଇଥିବେ। ନହେଲେ ଜହ ଫେର୍ ପାକ୍ ହେଇଯିବା ଗୁଡ଼ଟା ଟାଣ୍ ହେଇଯିବା ତାପରେ ଅଡ଼ସା ପିଠା ଆଉ ଭଲ୍ ନାଇଁ ଲାଗେ। ତ ଦେଖୁନ୍ ସବୁ ଚାଉଳ ଚୁନା ଯେନ୍ଟା ଆମେ ରଖିଛୁଁ ସବୁ ଆମେ ଦେଇଦେମା ଏଥିରେ। କାଁ କରି ଅଧା କେଜି ଅରୁଆ ଚାଉଳର ଗୁଣ୍ଡରେ 375 ଗ୍ରାମ ଗୁଡ଼ଟା ପୁରାପୁରି ତାର ପରଫେକ୍ଟ ମାପ ଏ। ଯେଥିରେ କେଜିର ତାମାନେ ଅରୁଆ ଚାଉଳ ଗୁଣ୍ଡରେ ଆମକୁ ଲାଗ୍ସି 750 ଗ୍ରାମ ଗୁଡ଼। ଅଡ଼ସା ପିଠାର ଲାଗି ଆମର ଚଟନୀଟା ରେଡ଼ି ହେଇସାରିଛେ। ତାକେ ଆମେ ରଖିଦେମା ଟିକେ ସାଇଡ଼ରେ। ଆଉ ଗ୍ୟାସ୍ରେ ଆମେ ବସାମା ରିଫାଇନ୍ ତେଲ୍ ମିଡ଼ିୟମ୍ ଫ୍ଲେମ୍ରେ ଭଲ୍ କରି ଟିକେ ଗରମ ହେବା ବୋଲିକିରି। ଆଉ ଆମେ ଇଆଡ଼େ ତେଲ୍ ହାତ୍ ହେଇକରି ପିଠା ସବୁକେ ଗଢ଼ିଦେମା। ତ ପିଠା ଗଢ଼ବାର୍ ଲାଗି ଆମେ ଜତ୍ନିନୁ ଟିକେ ଟିକେ ନେଇକରି କେନ୍ ଆକାରରେ ବନାବେ, ବଡ଼ ବନାବେ କି ଛୋଟ ବନାବେ ସେହି ହିସାବରେ ଜତ୍ନି ନେଇକରି ଆମେ ପିଠା ଗଢ଼ିଦେମା। ଆଉ ତାର୍ ଉପରେ ରାଇସ୍ ଟିକେ ଟିକେ ଦେଇକରି ଗରମ ତେଲରେ ଛାନିଦେମା। ତେଲଟା ଏ ଜାଗାରେ ମନେ ରଖିଥିବେ ଯେ ମିଡ଼ିୟମ୍ ଗରମ ହେଇକି ଥିବା। ବେଶୀ ଗରମ ଯଦି ହେବା ବେଲେ ପିଠା ଉପରୁ ପୁରାପୁରି ପୁଡ଼ି ଯାଇକରି ଭିତରଟା କଞ୍ଚା ରହିଯିବା। ଆଉ କମ୍ ଯଦି ଗରମ ହେଇଥିବା ବେଲେ ପିଠାଟା ଭଲକି ଛାନି ନାଇଁ ହୁଏ। ଆଉ ବହୁତ ଟାଇମ୍ ଲାଗ୍ବା ଆଉ ଭିତର ଜାଲି ଜାଲି ନାଇଁ ହୁଏ। ଆଉ ଅଡ଼ସା ପିଠାର ଭିତରଟା ବଢ଼ିଆ ଭାବେ ଯଦି ତେଲଟା ମିଡ଼ିୟମ୍ ଫ୍ଲେମ୍ରେ ଗରମ ହେଇଥିବା ବେଲେ ଭିତରଟା ପୁରା ବଢ଼ିଆ ଭାବେ ସିଝିକରି ଜାଲି ଜାଲି ହେଲେ ପିଠା ଦେଖ୍ବାର୍ ଲାଗି ଭଲ୍ ଲାଗ୍ସି, ଖାଇବାର୍ ଲାଗି ବି ଭଲ୍ ଲାଗ୍ସି। ତ ଏଛେନ୍କା ମିଡ଼ିୟମ୍ ଫ୍ଲେମ୍ରେ ଯେତେବେଲେ ତେଲଟା ଗରମ ହେଇଗଲା ମୁଇଁ ପିଠା ଦେଇକରି ଇଟାକେ ଦୁଇ ସାଇଡ଼୍ରୁ ଉଲ୍ଟେ ପୁଲ୍ଟେ କରି ଛାନିଦେଲା ବେଲ୍କେ ଦେଖୁନ୍ ବଢ଼ିଆ ଗୋଟେ କଲର୍ଟେ ଆସିଲାନ। ଗୁଡ଼ର ଯେନ୍ତା କଲର୍ ଥିଲା ପିଠାର କଲର୍ ବି ହେନ୍ତା ହିଁ ଆସିଛେ। ତ ଏଛେନ୍କା ଆମେ ପିଠାକେ ବାହାର କରିଦେମା ତେଲରୁ ଆଉ ଏନ୍ତା କରି ସବୁ ପିଠାକେ ବନେଇ ପକାମା। ତ ଅଡ଼ସା ପିଠା ଆପଣ ଏନ୍ଜୟ କରୁନ୍। ମୁଇଁ ଆସ୍ମି ଫେର୍ ବହୁତ ଜଲ୍ଦି। ଫେର୍ ପଡ଼୍ମା ସିନେ। ଆଜି ରହୁଚେଁ। ଜୁହାର୍।